ଯଦି ମୋ କଥା ମାନିଥାନ୍ତା ଶୁଣିଥାନ୍ତା ତ ଏତେ ବାଟ ଯାଇ କଥା କାହିଁ ଯାଇଥାନ୍ତା ଫରଘର ଲୋକ ଘରେ କାହିଁ ପଇଥିଲେ ହେଲେ ଆରେ କୁଆଡେ ଗଲୁ ଏ ଟିଟଲା ଘର ଟକି ତୁଳସୀ ଜଲ୍ଦି ରେଡି ହେଇକି ବାହାରକୁ ଆ ଗାଡି ଡାକି ଦେଇ ତୋ ଜିନିଷ ପତ୍ର ନ ଦେ ଘରୁ ବାହାର ଆଉ ଶଳା ତତେ ଘର ରଖିବାର ନାହିଁ ଘରୁ ବାହାର ତୁଳସୀରେ ଆଜି କଣ ବେଲପତ୍ର ଛୁଙ୍କ বাহ কি বাসনা হে বাসনাକୁ ଶୁଙ୍ଗିଲା ପରେ ଲାଗୁଛି କର୍ପୂର ଏବଂ ସୁନଚୋପା ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି ମୁଁ ଏ କଥା କହିଁ କହିଲି ଏ ଯୋଉ ବାସ୍ନାରୁ ସେତିକି ଜିନିଷ ମତେ କିଛି ଫିଲ୍ ହେଲା ବୋଲି ମୁଁ ଏ କଥା କହିଲି ନହେଲେ ମୁଁ କଥା କହିଥାନ୍ତି ଆଚ୍ଛା ଆଜି ଏ ସବୁ ଜିନିଷ କଣ ପାଇଁ ଜାଣି ଦେଇଛ କି ଅଟୋ ଡାକି ଦେଇଛି ବୋଲି ଦେଖ ଆକ୍ଚୁଆଲି ମୁଁ ଗୋଟେ ସଂସ୍କାରୀ ଫ୍ୟାମିଲିରୁ ବିଲଙ୍ଗସ୍ କରେ ମୋ ବାପା ମତେ ଶିଖେଇଛନ୍ତି ସକାଳର ପ୍ରଥମ ମୁଣ୍ଡିଆ ସ୍ୱାମୀକୁ ମାରିବୁ ହଁ ନାଇଁ ସେଇ କଥା ଶିଖେଇଥିବେ କାରଣ ତା ପରଟା କଣ ହବ ସେ ଜାଣିଛି ନା ମାନେ କଣ ତମେ ଜାଣିପାରୁନ ତମ ବାପା ଯୋଉ ଶିଖେଇଲେ ପ୍ରଥମ ସକାଳର ମୁଣ୍ଡିଆ ସ୍ୱାମୀକି ମାରିବୁ ପ୍ରଥମର ସକାଳ ସ୍ୱାମୀକି ମାରିବୁ ଏଇଟା ବି ଶିଖେଇଥିବେ ଦେଖ ପ୍ରିୟ ସେଦିନ ଯାହା ବି ସବୁ କିଛି ହେଲା ସେ ସବୁ ଅଜାଣତରେ ହେଲା ସେଥିରେ ମୋର କୌଣସି ବି ଇଚ୍ଛା ଶକ୍ତି ମନୋବୃତ୍ତି କଳାକୀର୍ତ୍ତି ଲାଳସା ବି ମଧ୍ୟ ନଥିଲା ଆଉ ତମ ଭାଇ